ଠକି ପାରିଛନ୍ତି। ଏଇ କହନା ଡାକ୍ତର ବାବୁ କଣ କହିଲେ? ଡାକ୍ତର ବାବୁ କହିଲେ ଆମର କୋନା କି କୋନି ହବ। ଏଇ କର କଣ ଖୁସିରେ ନାଚି ଉଠିବ। ଆଉ କୋନି କୋନି ମା ଡାକରେ ମୋ ମନ ଖୁସି। ଏଇ ତମେ ତ ଏଥିରେ ଖୁସି ନୁହଁ? ହଁ ମୁଁ ଏଥିରେ ବହୁତ ନିଜକୁ ନିଜେ ମଧ୍ୟ ଚିହ୍ନି ପାରୁଛି। ଆଉ ଆଜି ମୁଁ ତମକୁ ଏମିତି ଏକ ଖୁସି ଖବର ଦେବି ଯୋଉ ଖବର କି ତମେ ରଖିବା ପାଇଁ ଜାଗା ମଧ୍ୟ ପାଇବନି। ଗୋଟେ ମାର ସବୁଠୁ ବଡ ଜାଗା କଣ ଜାଣିଛ? ଏଇ ଫଳ ଦୋକାନୀ। ଏଇ ଫଳ ଦୋକାନୀରେ ମୁଁ ସବୁ ସୁଖକୁ ଏମିତି ବାନ୍ଧି ରଖିବି। ଖାଲି ବୁଢ଼ୀକୁ ଖୁସି ଖବରଟା ଶୁଣେଇଦେଲେ କାରଣ ସେ ତା ମା ହେଲେ ମୁଁ ତା ଅପା। ଆରେ ସେ କଥା ହବନି। ତୁ ତା ଅପା ହେଲେ ବି ମୁଁ ତା ଭାଇ। ତେଣୁକରି ସେଇ ଖୁସି ଖବରଟା ଆରେ ମୋର ନିହାତି ଆଗ ଜାଣିବା ଦରକାର। ଦାଦା ସେଇ ଖୁସି ଖବରଟା କଣ? ସେଇ ଖୁସି ଖବରଟା ହେଲା ସାବିତ୍ରୀ ଆଲୋକ ଆଜି ଆମର ପୋଲିସ ଚାକିରି ପାଇଁ ସିଲେକ୍ସନ ହେଇଯାଇଛି। ମୋ ଆଶାର ପାହାଡ଼ ଉପରେ ଆଜି ପବିତ୍ର ଗଙ୍ଗା ବହୁଛି। ସ୍ୱପ୍ନର କୋଣାର୍କ ଆଜି ବୁଟ ଟେକୁଛି। ଆଉ ଏଇ ଖୁସିରେ ନା ମତେ ଖାଲି ନାଚିବାକୁ ଇଚ୍ଛା ହଉଛି ସାବିତ୍ରୀ। ମତେ ଖାଲି ନାଚିବାକୁ ଇଚ୍ଛା ହଉଛି। ମୁଁ ସିନା ମୋ ଖୁସି ଖବରଟା ଦେଲି। ହଁ ଆରେ ଆମ ଖୁସିଟା ତୋ ପିଲାକୁ ସେମିତି କରି ଆମକୁ ଠକି ଦେଇ ପାରିବନି ଦାଦା। କାରଣ ମେଡ଼ିକାଲ ଯାଇଥିଲ କଣ ଦାଦା ଆମର ପୁନା ହବ ନା କୁନି? ଗୋଟେ କଣ୍ଡିସନ ଭାଇ। ଆଉ ଯଦି ପୁଅ ହୁଏ ତା ନାଁ ଦେବି ମୁଁ। ଆଉ ଯଦି ଝିଅ ହୁଏ ତା ନାଁ ଦେବ ତମେ। ଭାଇ ଆସିବ ତ ଆକାଶ। ଆଚ୍ଛା ସାନ ଭାଇ ଯଦି ପୁଅ ହୁଏ ତାହେଲେ ତୁ ତା ନାଁ କଣ ଦବୁ ଟିକେ ମୁଁ ଶୁଣେ। ମୁଁ ତା ନାଁ ଦେବି ଆକାଶ। ଆଉ ଆଶା ବର୍ଷାକୁ ସେ ଅଭ୍ୟାସ ପୂରଣ କରିବ। ଆଉ ସମସ୍ତ ମନସ୍କାମନା ସେ ସଫଳ କରିବ। ବାଃ ନାଁଟା ଭାରି ବଢିଆ ହେଇଛି। ଆଚ୍ଛା ଭାଇ ତୁ କହିଲୁ ଯଦି ଝିଅ ହୁଏ ତୁ ତା ନାଁଟା କଣ ଦବୁ? ମୁଁ ତା ନାଁ ଦେବି ହଁ ତା ନାଁ ଦେବି ସ୍ୱପ୍ନା। ସ୍ୱପ୍ନ ରାଣୀ ସ୍ୱପ୍ନା କଣ କହିଲୁ ଶ୍ରାବଣୀ କେମିତି ଲାଗିଲା? ନାଁଟା ଭାରି ବଢିଆ ହେଇଛି। 100କୁ 100 ମାନେ 100% ତାହେଲେ ଏଥର ଖୁସି ଖବରଟା ଶୁଣିବା। ଖୁଡିଙ୍କୁ ଏତେ ବଡ ସରପ୍ରାଇଜଟା ସେ କଣ ସେମିତି ଭାବରେ ଶୁଣି ପାରିବେ? ଆଉ କେମିତି? ଖୁଡି ପ୍ରଥମେ ଆଖି ବନ୍ଦ କରି ସେଇଠି ବସିବେ। ତାପରେ ଆମେ 1 2 3 ଗଣିଲେ ଦାଦା ଯାଇକି ଖୁଡିଙ୍କୁ ଖୁସି ଖବରଟା ଶୁଣେଇବେ। ତାପରେ ଦାଦା ଆମକୁ ଖୁସି ଖବରଟା ଶୁଣେଇବେ। ଜୀବନରେ କେବେ ଆଉ ବାହା ହେଇପାରିବେନି। କଣ କହିବ ଦାଦା? ମୋ ଖୁଡି ମା ହେଇପାରିବେନି? କିନ୍ତୁ କାହିଁକି ଦାଦା? କାହିଁକି ଖୁଡି ମା ହେଇପାରିବେନି? କଣ କହିଲ? ମୋ ମା ହେଇପାରିବେନି? ମୁଁ ଯଦି ମା ହେଇପାରିବିନି ତାହେଲେ ମୋ ପେଟରେ ବଢୁଥିବା ଛୁଆଟା ସେଇଟା
ସେଇଟା ଛୁଆ ନୁହଁ ସାବିତ୍ରୀ, ସେଇଟା ହଉଛି ଗୋଟେ ଟ୍ୟୁମର। କାରଣ ତମେ ଅନେକ ଦିନ ଆଗରୁ ମଧ୍ୟ ହେଇସାରିଛ। ନା, ମୁଁ ତମକୁ ସେ କଥା କହିପାରିବନି। କଣ ପାଇଁ କହିପାରିବନି? ତାହେଲେ ଆମେ ଭାବିନେବୁ ତମେ ଆମକୁ କିଛି ଲୁଚେଇବାକୁ ଚେଷ୍ଟା କରୁଥିଲ। ଯୋଉ କଥାକୁ ତମେ ଆମ ପାଖରେ କହିବା ପାଇଁ ସାହସ କରିପାରୁନ। ଦାଦା ପୁଣି ସନ୍ଧ୍ୟା ହେଲେ କେମିତି? ହଁ, ତମେ ଯଦି ଆମ ତିନି ଜଣଙ୍କୁ ନିଜ ପୁଅ ଝିଅ ବୋଲି ଭାବୁଥାଅ, ତାହେଲେ ତମକୁ ଆମ ତିନି ଜଣଙ୍କୁ ଦିଆହବ। କୁହ ଦାଦା, ଖୁଡିଙ୍କର କଣ ହେଇଛି? ସେ ବନ୍ଦିଆ ହେଲେ କେମିତି? କୁହ ଦାଦା, କୁହ। ତମ ଖୁଡିକୁ ମୁଁ ଜାଣି ଶୁଣି ବନ୍ଧ୍ୟା କରିଦେଇଛି। ଯୋଉଦିନ ସେ ଆକ୍ସିଡେଣ୍ଟ କେସରେ ମେଡିକାଲରେ ପଡିଥିଲେ, ସେଦିନ ମୁଁ ଡାକ୍ତରକୁ କହି ତାକୁ ଅପରେସନ କରିଦେଇଛି। ଯୋଉଥିପାଇଁ କି ସେ ଆଉ ଜୀବନରେ କେବେ ବି ବାହା ହେଇପାରିବେନି। ଗୋଟିଏ ମାର ପଣତକାନିକୁ ତମେ ଶୂନ୍ୟ କରିଦେଲ। ତା ଅସୁବାରୀ କଳ୍ପନା ଭିତରେ ଗଢ଼ି ଉଠୁଥିବା ସେଇ ସୁନ୍ଦର ପଣତକୁ ତମେ ନିଜ ହାତରେ ଭାଙ୍ଗିଦେଲ କେମିତି? ତମର ଅମାନୁଷିକ କାର୍ଯ୍ୟ ପାଇଁ ଏ ସାରା ମା ଜାତିକୁ ଯେତେଇ ଦଉଛି ଯେ ତମେ କେବେ କାହାର ସ୍ୱାମୀ ହେଇପାରିବନି। ତମେ ହବାର ଯୋଗ୍ୟତା ତମର ନାହିଁ। ତମେ ହଉଛ ଜଣେ ଅଯୋଗ୍ୟ ସ୍ୱାମୀ, ସ୍ୱାର୍ଥପର ତମେ। ଏ ସମାଜ କହୁ ମୁଁ ଗୋଟେ ସ୍ୱାର୍ଥପର। ତମ ଖୁଡି ଅଛି ମୁଁ ହେଇପାରେ ଗୋଟେ ଅଯୋଗ୍ୟ ସ୍ୱାମୀ। ତଥାପି ଗୋଟେ ଭାଇ ପଡ଼ିଆକୁ ଗୋଇଠା କରି ଭାଇ ଭଳି ପବିତ୍ର ଶବ୍ଦକୁ ମୁଁ ଉଚିତ ବ୍ୟବହାର କରିଛି। ଗର୍ବରେ ମୋ ଛାତି ଆଜି ଫୁଲି ଉଠୁଛି। ତମ ଛାତିରେ ଆସିଯାଉଛି। ହେଲେ ଗୋଟେ ମାର ମନର କୋହକୁ କେବେ ବୁଝିବାକୁ ଚେଷ୍ଟା କରିଛ? କେବେ ବୁଝିବାକୁ ଚେଷ୍ଟା କରିଛ ତା ହୃଦୟର ଭାଷା? ଛୁଇଁବା ପାଇଁ ତା ମନରେ କେତେ ଆଶା, କେତେ ଭରସା, ସେ କଥା କେବେ ପଡ଼ିଛ? କାହିଁକି ଅନୁଭବ କରିବି? ମୁଁ ଜାଣିଥିଲି ତମ କୋଳରେ ଛୁଆଟିଏ ହେଲେ ତମ ମା ପଡ଼ିଆ ଭାଗ ଭାଗ ହେଇଯିବ। ମୋର ଏଇ ପୁତୁରା ଝିଆରୀ ମାନଙ୍କ ପ୍ରତି ତମର ସ୍ନେହ ମମତା କମିଯିବ। ଆଉ ତମର ଏଇ ପଡ଼ତକାଲି ଏମାନଙ୍କ ପାଇଁ ପର ହେଇଯିବ। ହେଇଯାଉ ପର, ଭାଗ ଭାଗ ହେଇଯାଉ ମା ପଡ଼ିଆ। ତଥାପି ମୁଁ କହିବି, ଏଇ ପର ମନୁଷ୍ୟ ପାଇଁ ତମେ ମୋ ଜୀବନକୁ ଅନ୍ଧାର କରିଦେଲ। କାହିଁକି ଅନ୍ଧାର କରିଦେଲ? କୁହ, ଜବାବ ଦିଅ, ଜବାବ ଗୋଟିଏ ମାର ପଣତକାନିକୁ ତମେ ଚିରିଦେଲ। ନିଜ ହାତରେ ଗଢ଼ିଥିବା ସେଇ ସୁନ୍ଦର କଣାକୁଟାକୁ ତମେ ନିଜେ ଭାଙ୍ଗିଦେଲ କେମିତି? ଦାଦା, ଆମେ ଯଦି ତମର ଏତେ ଆପଣାର, ତମେ ଯଦି ଆମର ଏତେ ନିଜର, ତାହେଲେ ଖୁଡିଙ୍କ କୋଳକୁ ଯୋଉ ଛୁଆଟା ଆସି ଅପରାକୁ ଆଲୋଚିତ କରିଥାନ୍ତା, ସେ ଗୁଣ ଆମ ମାନଙ୍କ ଠାରୁ ଏତେ ବଡ଼।
ଥିବା କଥାର ଜବାବ ରଖିବା ପାଇଁ ମୁଁ ଆଜି ନିଜ ହାତରେ ନିଜର ଭବିଷ୍ୟତଟାକୁ ନଷ୍ଟ କରିଦେଇଛି। ମିଛ ଆମର ଭବିଷ୍ୟତ ପାଇଁ ତମର ଯଦି ଏତେ ଚିନ୍ତା ଥିଲା ତାହେଲେ ଆମର ହସ ଖୁସି ତମେ ଛଡାଇ ନେଇନଥାନ୍ତ ଦାଦା। ଆମ ସ୍ୱପ୍ନର ହସ ଖୁସି ଆମ ଅଭିଳାଷକୁ ତମେ ନଷ୍ଟ କରିଦେଇନଥାନ୍ତ ଦାଦା। ଦାଦା କଣ ହେଇଛି ଆଉ କଣ ପାଇଁ ତମେ ତାକୁ ବନ୍ଧ୍ୟା କରିଦେଲ? ମୋ ଭାଇକୁ କଥା ଦେଇଥିବା କଥାର ଜବାବ ରଖିବା ପାଇଁ ମୁଁ ଆଜି ତମ ଭଳିକୁ ହତ୍ୟା କରିଦେଇଛି। ସେଦିନ ବଡ ଭାଇ ମରାବେଳେ କହିଥିଲେ ନା ମୋର ଆକାଶ ଆଲୋକ ଏମାନଙ୍କ ତମକୁ ଲାଗିଲେ ଆଉ ଏମାନଙ୍କୁ ତମେ କେବେ ପର ବୋଲି ଭାବିବନି। ଆଉ ସେଇମାନେ ଖୁସି ଲାଗି ତମକୁ ମୁଁ ବନ୍ଧ୍ୟା କରି ମୁଁ କଣ ଭୁଲ କରିଦେଇଛି? ଆଉ ଯଦି ମୁଁ ଭୁଲ କରିଦେଇଛି ତାହେଲେ ତମ ପାଦରୁ ଚପଲ ବାହାର କରି ମତେ ପିଟ ସାବିତ୍ରୀ। ତମେ ପାଦରୁ ଚପଲ ବାହାର କରି ମତେ ଆଜି ମୁଁ କାହାରିକୁ କ୍ଷମା ଦେବିନି। ତମ ପାଇଁ ଯେମିତି ମୋ ଭବିଷ୍ୟତ ଅନ୍ଧାର ହେଇଯାଇଛି ଆଜି ମୁଁ ବି ତମ ଭବିଷ୍ୟତକୁ ଅନ୍ଧାର କରିଦେବି। ଆଜି ପିଟି ପିଟି ବୁଝାଇ ଦେବି। ମୋତେ ମାତୃତ୍ୱ ନଷ୍ଟ କରିଥିବା ଅମଣିଷ ପଶୁର ପୁରସ୍କାରଟା କେତେ? ସାବିତ୍ରୀ ସେଇ ଯୁଗର ସାବିତ୍ରୀ ନିଜର ସ୍ୱାମୀଙ୍କ ଜୀବନ ଯମରାଜାଙ୍କ ପାଖରୁ ଫେରେଇ ଆଣିପାରିଥିଲେ। ଆଉ ଆଜି ତମେ ଆଜି ତମ ସ୍ୱାମୀ ପାଇଁ ତମ ମା ପଡ଼ିଆକୁ ତମେ ବିକ୍ରି କରିଦେଲ। ଯୁଗ ଯୁଗ ଧରି ମନେ ରହିବ ସାବିତ୍ରୀ। ପୁରାଣର ଆଉ ଗୋଟିଏ ପୃଷ୍ଠାରେ ଲେଖା ଆଉ ଜମା ପ୍ରଶଂସା କରନି। ଦେଖିଲ ଆମ ପିଲାମାନେ କେମିତି ମନ ଦୁଃଖରେ ଠିଆ ହେଇଛନ୍ତି। ତମେ ମାନେ ଆଜିଠୁ ମୁଁ ତମମାନଙ୍କୁ ଖୁଡ଼ି ନୁହେଁ, ମୁଁ ହଉଛି ତମମାନଙ୍କ ମା। ଆରେ ସେଦିନ ଯେମିତି ଯଶୋଦା କୃଷ୍ଣକୁ ଜନ୍ମ ନ ଦେଇ ମାତୃତ୍ୱ ଲାଭ କରିଥିଲେ ଠିକ୍ ସେମିତି ତମରି ମାନଙ୍କୁ ସ୍ନେହ ମମତା ମୁଁ ମୋ ମାତୃତ୍ୱ ଲାଭ କରିବି। ଆରେ ଆସ ନା ଆସ। ମୁଁ ତମମାନଙ୍କୁ ଗପ କହିବି ଆଉ ତମମାନଙ୍କୁ ଗୀତ ଗାଇ ଶୁଣେଇଦେବି। La la la
Thank you.
राम नाम सत्य है, 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 राम नाम सत्य है। ଆମ ଆଖି ସାମ୍ନାରେ ଚାଲିଗଲା। ଆରେ ବାପା ତମ କଥା ତମେ ଦେଖ। हरिनाम हरिनाम ଏବେ ମୁଁ କଣ କରିବି? ମୋ ପଛରେ ସେ ଗୁଣ୍ଡା ମାନେ ଯାହା ବି ହଉ ମୋତେ କ୍ୟାସେଟଟାକୁ ନେଇ ପ୍ରେସରେ ଦେବାକୁ ପଡ଼ିବ। ଆଉ କାଲି ସକାଳେ ଚଦଳି ବଳିଆ ସିଂହ ଶରୀର ପଟା ପଦାରେ ପଡ଼ିଯିବ। ହଁ ଏ କ୍ୟାସେଟ ମୋତେ ନେଇ ଦେବାକୁ ପଡ଼ିବ। ହଁ तोते मर्डर करिए तो लास्ट को हमें गायब कर दो ऊपर तुम्हारी के लिए रांडो है जीवन में अबे ताले तोते मरी डाकू पड़ी बोले ना कौन भाई वो तो मारी बात तू चाहूंगी मैं सामान वो ब्लू प्रिंट का सेट होते दे वो बटोरे चली जमी वो दो बटोरे चली मुंह तो मुंह पे कैसे नहीं गई ये कैसे मुंह पे चलो दादा नु का विश्वास कर विश्वास नहीं कर अब सामाजिक को मैं को विश्वास करो मुंह भागी नहीं करी
একটা দেবো রে ওকেই দেখিছো ওকেই সহ্য হয়ে রয়েছে আর বহি সমস্তে রেডি হয়ে গেলে বাকি রহিলা সবাই হারাম দাদা তোতে মর্ডর করিবি ଆଉ ଏ କୋକେଇରେ ପଠେଇ ଦେବି ଶେଷ ଥର ପାଇଁ ମୁଁ ତୋତେ ଅନୁରୋଧ କରୁଛି ସାମ୍ବାଦିକ ଏବେ ତୋ ଗୋଡ଼ ତଳେ ପଡୁଛି ଏ କ୍ୟାସେଟଟା ମୋତେ ଦେଇଦେ ଦେବୁନି ତ ନା ମୋ ଜୀବନ ଚାଲିଗଲେ ବି ମୁଁ ତମକୁ ଏ କ୍ୟାସେଟ ଦେଇପାରିବିନି ଆରାମ ଦାଦା ପିଟି ପିଟି ତା ପିଠିରୁ ଚମଡ଼ା ଉତାରି ଦିଅ अबे हराम दादा जगन बलिया सिंह लाइन रे बहुत नेला काम कलनी गोटे मनीष को केमिति मर्डर करा जाय तुमे जानि ना अबे सब रहंगो अबे कुहबे राम नाम सत्य है नाम सत्य है जाओ बहुत बुझेली तुम्हारू बुझिला मामो छड़े तो से छड़े खला से गला घंटा घंटा लेगला हमो सनी से खबर कागज रे चला बड़ बड़ अक्षर रे आम विरुद्ध रे किछि ना किछि गोटे लेखुथिला हमो ये सांबादिकटा तो मजा हेले रावणी ए कोनादा हमो ए सेठी भाई में तो देखनु डाकी आनी की होतेला करो ए घंटा के गोली रे पूरी की करो जा एक रे सांबादिक बोला बोला सुरे कोड़ाई बाबू श्रावणी रो सत्य को दीपो केमिति ए बनादा हमो तो खाली अठा काटी लगाई बसी रखिता राजनी
ଅଛି ମାମ ମୋ ଦୁର୍ଗା ସତ୍ୟବାନ ମହାପାତ୍ରର ଝିଆରୀ ଶ୍ରାବଣୀ ତମେ ଯେତେ ଟଙ୍କା ଚାହୁ ନେଇଯାଅ at any cost ଏ ମହାଦା ମାମ ସବୁ ବଡ଼ ବଡ଼ କୌଶଳ ସରି ଯାଇକି ବଲତା ସେ ଶଳା ସତ୍ୟାର କାଟି ଦିତେ ସେ କହୁଛି ଏ ଜଗନ ପରି ନଫର ଟକାକୁ ତା ଝିଆରୀକୁ କେବେ ବି ବାହା କରିବନି ମହାଦା ସବୁ ବଡ଼ ବଡ଼ କୌଶଳ ସରିଗଲା ପରେ ଆଚ୍ଛା এই আইডিয়াটা ମୋ ମୁଣ୍ଡକୁ ଜୁଟିଲା ମାମ ମାମ তুমি শ্রাবণী নিতে এই নদী ভিতরକୁ ଆସୁଛୁ ଗାଧେଇବା ପାଇଁ ଆସୁଛି ତ ଠିକ ଅଛି ମାମ ତାପରେ ଅନେକ ଦିନର ଶିକାର ପାଇଁ ଭୋଗିଲା ଘୋଟା এই ଶ୍ରାବଣୀର କଉଳିଆ ମାଂସ ଗୁଡାକୁ ଝୁଳି ଝୁଳି ଖାଇଯିବ ଦେହଟାକୁ ନେଇ এই ମାର୍କେଟ ଉପରେ ଖେଳ ଖେଳିବ ଶେଷରେ ସତୀତ ହରେନି ଇଚାଇ ଆଖିରୁ ଲୁହ ଝରେଇବ ମାମ କୋଉଠି ମାମ ବସିଥାଅ ମାମ ମାନିକି ମାମ ଶ୍ରାବଣୀ ଉପରେ ହତ୍ୟାର ବାଜିଯିବାର ଚାନ୍ସ ଏଇଟା ରଖିଥାଅ ମାମ ଜଗନ ବଳିଆ ସିଂ ତମେ ଏଠି ଏହି କେମିତିକି ପ୍ରତ୍ୟେକ ଝିଅମାନେ ପ୍ରଶ୍ନ କରିଥାନ୍ତି ହେଲେ ନିରୋଳା ଝାଡୁ ବଣ ଆଉ ସୁନସାନ ଜାଗା ଏସବୁ ଦେଖି ତୁମେ କଣ କିଛି ବୁଝିପାରୁନା ହେଲେ ମୁଁ ତୁମକୁ ଭଲ ପାଏ ଆଉ ମ୍ୟାରେଜ କରିବାକୁ ଚାହେଁ ତମ ଭଳି ଗୋଟେ ଲୋକକୁ ପୁଣି ମୁଁ ମ୍ୟାରେଜ କରିବି ସେ ଶହ ଶହ ଝିଅଙ୍କ ଜୀବନ ସହିତ ଖେଳ ଖେଳି ରାସ୍ତା କଡ଼ର ଡଷ୍ଟବିନକୁ ଫିଙ୍ଗି ଦିଏ ତମରି ଗୋଟେ ଲୋକକୁ ମ୍ୟାରେଜ କରିବି ମୁଁ ଇମ୍ପସିବଲ তোমার আগো তুমি মারা রাগি মতো দেহ পাই ক্ষতিকারক তুমি খালি মুখ থরে থরে রাজি হয়ে যাও দেখিব এই জগন বলিয়া সিং তোমাকে রানী করে দেব রানী ସେଇଠି ଠିଆ ହ ଆଉ ପାଦେ ଆଗେଇଲେ ମୋ ପାଦର ଜୋତା ହୁଏତ ତ ଗାଲ ଉପରକୁ ଉଠି ଯାଇପାରେ ଝିଅମାନଙ୍କୁ କଣ ଭାବିଛ ଖେଳ ନା କଣ ହେଇ ତାକୁ ଯେମିତି ପାରିବୁ ସେମିତି ନାଚେଇବୁ କିନ୍ତୁ ମୋର ତୋ ଇଶାରାରେ ନାଚିଲା ଭଳି ଝିଅ ଏ ଶ୍ରାବଣୀ ନୁହଁ ତୁ ଯାହା ହଉଛୁ ହ ମୁଁ ତତେ ଥରେ ଚଏସ୍ କରିଛି ମାନେ ଫାଇନାଲ ବାହାରି ଚୁପଚାପ ଏଠୁ ଚାଲି ଯା ତୁ ତା ନହେଲେ ଚିତ୍କାର କରି ମୁଁ ସମସ୍ତଙ୍କୁ ଡାକିବି କିଛି ଲାଭ ହବନି ମାଡା
ତାହେଲେ 4 ଗୋଟି ଶୁଭ ଅକ୍ଷର ମାନେ ଯାହାକୁ କୁହନ୍ତି କଳଙ୍କିଣୀ ଯାହା ପାଇଁ ବିବାହ ବେଦୀ ହାତ କଳସ ଧୋଦିବ ବ୍ରାହ୍ମଣର ପବିତ୍ର ମନ୍ତ୍ର ପର ହୋଇଯିବ ତୋ ପାଇଁ ଶଙ୍ଖା ସିନ୍ଦୁର ପିନ୍ଧିବା ଛାତ ସପନ ହେଇଯିବ ନାଇଁ ତମେ ନାଇଁ ତୁମର ଏତେ ବଡ଼ ସର୍ବନାଶ କରନା ମୋ ବାହାଘର ଠିକ ହେଇ ସାରିଛି ଆଉ 2 ଦିନ ପରେ ମୋର ବାହାଘର ନିର୍ବନ୍ଧ ହେଇ ସାରିଛି ଆଚ୍ଛା ତୁମର ଯଦି ନିର୍ବନ୍ଧ ସରିଯାଇଛି ମୁଁ ତୁମକୁ ଅନୁମତି ଦେଲି ତମେ ବିବାହ କରିପାର କିନ୍ତୁ ତା ପୂର୍ବରୁ ତମର ଏ ଦେହ ସହିତ ଟିକେ ଖେଳ ତ ଖେଳି ପାରିବି ନାଇଁ ତମେ ନାଇଁ ମୁଁ ତମକୁ ହାତ ଯୋଡୁଛି ତମେ ମୋର ଏତେ ବଡ଼ ସର୍ବନାଶ କରନି ତମେ ମୋତେ ଛାଡ଼ିଦେ ମୋ ବାଟରେ ମୁଁ ଚାଲିଛି ଘରେ ଅଛି ଶ୍ରାବଣୀ ଏଇ ଦିନ କଲେ ଏଇ ଦିନ କଥା ତୋତେ ଟିକେ କମେଣ୍ଟ କରିଥିଲି ବୋଲି ତୁମ ଗାଲକୁ ଥାପଡ଼ ମାରିଥିଲୁ ଆଉ ସେଇ ଦିନଠୁ ମୁଁ ବି ଶପଥ କରିଛି ବେ ମୋ ସହିତ ଥରଟିଏ ପ୍ରେମ କରିବି ନାଇଁ ପ୍ରେମ ନାଇଁ Come on! ନାଇଁ ତମେ ନାଇଁ ମୁଁ ତମକୁ ହାତ ଯୋଡୁଛି ତମେ ମୋତେ ଛାଡ଼ିଦିଅ ନାଇଁ ତମେ ନାଇଁ ତମେ ମୋତେ ଛାଡ଼ିଦିଅ ମୁଁ ଏଠୁ ଚାଲିଯିବି ନାଇଁ ତମେ ମହାଭାରତରେ ଶୁଣିଥିଲି କବି ଦୁଶାସନ ଦ୍ରୌପଦୀର ବସ୍ତ୍ରହରଣ କରିଥିଲେ କିନ୍ତୁ ଆଜି ଏଠି ଦେଖୁଛି ସେଇ ମହାଭାରତର ପୁନରାବୃତ୍ତି ତୁ ଏଠାରେ କାହିଁକି ପାପର ଭାରଟା ଯୋଉଠି ବଢିଯାଏ ଭଗବାନ ସେଇଠି ଅବତାର ନେଇଥାନ୍ତି ପାପୀ ମାନଙ୍କୁ ବିନାଶ କରିବା ପାଇଁ ଠିକ ସେମିତି ଆଜି ଏଠି ଚାଲିଥିବା ଅନ୍ୟାୟର ମୁକାବିଲା ପାଇଁ ଭଗବାନ ଦୂତ ପଠାଇଛନ୍ତି ସତୀ ସୀତାଙ୍କୁ ଉଦ୍ଧାର କରିବା ପାଇଁ ଧରିନିଅ ମୁଁ ସେଇ ଦୂତ ଧନୀ ଭାଇ ତୁମର ଏ କାର୍ଯ୍ୟକଳାପ ପାଇଁ ଲୋକମାନେ ତମ ଉପରକୁ ଛେପ ପକାଇବେ ଛେପ ଆଜିର ଏ ଘଟଣା ବିଷୟରେ ତୁ ଯେମିତି କାହାକୁ ନ କହ ମୋ ଭାଇ ପାଇଁ ମୁଁ ତୋତେ କ୍ଷମା ମାଗୁଛି ତୁ ଘରକୁ ଯା ତୁ ମୋ ସାନ ଭାଇ ବୋଲି ମୋ ସହିତ ଚ୍ୟାଲେଞ୍ଜ କରୁଛୁ ଭାଇ ବୋଲି ପରିଚୟ ଦେବାକୁ ମତେ ଘୃଣା ଲାଗୁଛି ମୁଁ ଜାଣିଥିଲି ତମେ ଜଣେ ଅର୍ଥ ଲୋଭୀ ମଣିଷ କିନ୍ତୁ ଆଜି ଜାଣୁଛି ତମେ ଜଣେ ପର ସ୍ତ୍ରୀ ଲୋଭୀ ଚରିତ୍ରହୀନ ଲମ୍ପଟ ବାପା ତାଳି ମାରିକି ବୁଝାଅ ବାବୁ ବାପା ଚନ୍ଦନ ସିଏ ବା ତ ନିଜ ରକ୍ତର ଭାଇ ତାକୁ ପୁଣି ତୁ ଚରିତ୍ରହୀନ ଲମ୍ପଟ କହିପାରୁଛୁ ଆଜି ତ କେବଳ କଥାରେ କହିଛି ଭବିଷ୍ୟତରେ ପୁଣି ଯଦି କେବେ ଦେଖେ ତେବେ କାର୍ଯ୍ୟରେ କରି ଦେଖେଇଦେବି ତମେ ମହାଭାରତର ଶକୁନି ପରି ଯୋଉ ପୋଷା ପାଲି ଗୋଡେଇ ଚାଲିଛ ତମେ ଶେଷରେ ତାର ଫଳାଫଳଟା ଭୟାବହ ହବ ତମେ ଯେତେ ଚାହିଁଲେ ବି ଶ୍ରାବଣୀ ହବାର କିଛି କ୍ଷତି କରିପାରିବନି ତା ବାହାଘରଟା ଅଲରେଡି ଫାଇନାଲ ହେଇଯାଇଛି ମୁଁ ତ ବାହାଘର କରିଦେବିନି ଶୁଭ ସାଲଇ ବାଜିବା ପୂର୍ବରୁ ତା ଜୀବନ ଘଣ୍ଟାରେ 12 ବଜେଇ ଦେବି ତା ସୁଖର ସଂସାରକୁ ଜାଣି ପଡେ ଅନ୍ଧାର କରିଦେବି ତମେ ସେ ଚିନ୍ତା କରନି କାରଣ ନାରୀର ଅସମ୍ମାନ କରିବା ନିଜ ମାର ଅସମ୍ମାନ କରିବା ସେଦିନ ସତୀଙ୍କର ଅସମ୍ମାନ କରିଥିବାରୁ ଲଙ୍କାପୁର ଧ୍ୱଂସ ହୋଇଯାଇଥିଲା ଦ୍ରୌପଦୀକୁ ବିବେଚନା କରିଥିବାରୁ କୁରୁବଂଶ ଲୋପ ପାଇଯାଇଥିଲା ଠିକ ସେମିତି ତମେ ଶ୍ରାବଣୀ ଅପାରକୁ ଅସମ୍ମାନ କରି ତମର ସର୍ବନାଶକୁ ଡାକି ଆଣିଲେ ଭାଇ ମୁଁ ତମକୁ ଅନୁରୋଧ କରୁଛି
তুমি চণ্ডাশোকর চরিত্রକୁ ସଂହାର କରି ଧର୍ମାଶୋକ ପାଲଟି ଯାଅ ଦସ୍ୟୁ ରତ୍ନାକରରୁ ବାଲ୍ମୀକି ହୋଇ ରାମାୟଣ ଲେଖ ଦେଖିବ ଭାଇ କେତେ ସୁନ୍ଦର ଏ ସୃଷ୍ଟି ଆଉ তোর সেই মুজি হইল ভাষণ শুনিবা মোর দরকার নাই কেতে দিনটা শ্রাবণী মন হইছে এই নাটক কেবে পরিসমাপ্তি হবনি ମୁଁ ବି ନାଟକର ଶେଷ ଦୃଶ୍ୟ ଯାଏ ଅପେକ୍ଷା କରି ରହିଲି ଭାଇ ମୁଁ ଦେଖିବି আচ্ছা ଏ ନାଟକରେ ଜିତୁଛି କିଏ ତମେ ନା ମୁଁ ଆସୁଛି ଭାଇ ମୋ କଥାଟା ଯେମିତି ଭଲ ଭାବରେ ମନେ ରଖିଥିବ মামু বুঝুছিস মামু সদন কথা মু বুঝিনি তবে কিন্তু মনে রখ মামু শ্রাবণী যেমিতি বাহা হই শাশু ঘরকু ন যায় আর মানে মু কাহারিকু ছাড়িবিনি মামু 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 আচ্ছা শ্রাবণী আপে আপে আছে তো বাদ তোরা সয়ে দিব মামু রে কথাটা যেমিতি কହୁଛ কামটা ବି ସେମିତି ହେବା ଦରକାର ନହେଲେ হোলাটা জগন পড়ে আছে আমি জগন আমো খোঁজি যাইছিলে খোঁজি আনি দেবে ভাগি যাইছিলে ছড়াই দেবে কিন্তু ମୋ ସହିତ ବେଇମାନି କଲେ କାଟିକି ଖଲାସ କରିଦେବେ সময় আসি 10টা বাজিলানি ଓହୋ ତମେ କାହିଁକି ଏତେ ବ୍ୟସ୍ତ ହଉଛ କହିଲ ଆକାଶ ଆମର ଯାଇଛନ୍ତି ଗାଁ ମୁଣ୍ଡକୁ ବୁଝିଲ ବରଯାତ୍ରୀ କଥା ସିଏ ବୁଝିବେ ଆଉ ଇଏ ପରା ଶ୍ରାବଣୀକୁ ବାଡ଼ ପାଣ୍ଡେ ଗାଧି ଦଉଥିଲେ ଆଚ୍ଛା ରୋଷେଇବାସ ଖାଲି ମହୁରଟା ବାକି ଅଛି ଆଉ ସେତକ ସରିଲେ ରୋଷେଇ ବାସ କାମ বড় আসিলে প্রশ্ন আরম্ভ হব মতলব ভাই মু খবর দেবো চালি আসিলি আর চন্দন চন্দন ছক পাখে বড়কু অপেক্ষা করছে ভাবিছি କଣ ହେଲା ତମେ ଶୀଘ୍ର ଯାଇ ପିଲାଟାକୁ ବାସ ଠିକ କରିଥିଲ ଆରେ ବାବା ସେ କାମ ଆଉ କଣ ବାକି ଅଛି ଏ ଆମ ଶ୍ରାବଣୀର ସାଙ୍ଗମାନେ ତାକୁ ପୁରା ସଜବାଜ କରି ସାରିଲେଣି ଏଇ ତ ସେ ତମ ପାଖରୁ ଆଶୀର୍ବାଦ ନେବା ପାଇଁ ସଜବାଜ ହିଁ ଏଆଡ଼କୁ ଆସିଛି ମୋ ଯାଉଛି ତାକୁ ପାଖ ଟିକେ ନେଇ ଆସିବି ଆମେ ସବୁ କାମ ଠିକ ଠାକ କରିପାରିବୁ ତ ହଉ ଠିକ ଅଛି আর চন্দন আরে কহতে না আরে মোর সামনে কোন
ବ୍ରିଜ ପାଖରେ ବମିଂ ହେଲା ଥରେ ସ୍ପଟ ଉପରେ ବଲର ଡେଥ୍ বড় কেবে মরি পারে না ভগবান কেবে এମିତି ନିଷ୍ଠୁର ହେଇପାରିବେନି ନୂଆ ସିନ୍ଦିରେ ସିନ୍ଦୁର ଲାଗିବା ପୂର୍ବରୁ ସେ କେବେ ତାକୁ ପୋଛି ଦେଇପାରିବେନି ଦାଦା ରାତି ପାଳିରେ ଶ୍ରାବଣୀ ମଙ୍ଗୁଳ ହେଇଯିବ ଦାଦା ଆରେ ତୁ ସେମିତି କଥା କହୁନାହିଁ ତମେ ଯେମିତି ହେଲେ ଶ୍ରାବଣୀ ପାଇଁ କର ଯୋଗାଡ଼ କର ନହେଲେ ପିଲାଟା ଯେ ସବୁଦିନ ପାଇଁ ବାଛନ୍ଦ ହେଇ ରହିଯିବ ଆରେ ତମେ ଯେମିତି ହେଲେ ଯୋଉଠୁ ହେଲେ କର ଯୋଗାଡ଼ କର ନହେଲେ ସିନ୍ଦୁର ପିନ୍ଧିବା ତା ପାଇଁ ଯେ ସାତ ସପନ ହେଇ ରହିଯିବ ଆଉ 2 ଦିନ ପରେ ମୋ ଆଲୋକ ଆସି ଯେତେବେଳେ ମୋତେ ପଚାରିବ ମୁଁ ତାକୁ କି ଉତ୍ତର ଦେବି ମୁଁ ତାକୁ କଣ ହେଇଛି ଶ୍ରାବଣୀ ବାଡ଼ି ଫୁଟ କରି ତାର ଏକ ମୁହଁ ଖାଇଛି ନା ମୋ ଶ୍ରାବଣୀ ମୁଁ କିଛି ହେବାକୁ ଦେବିନି ଶ୍ରାବଣୀ ତ ବେଶୀ ବାଟ ଯାଇନଥିବ ତୁ ଚାଲ ଆମେ ତାକୁ ନିଶ୍ଚୟ ବଞ୍ଚେଇବା ସାବିତ୍ରୀ ମୋ ଶ୍ରାବଣୀର ଯଦି କିଛି ହେଇଲା ତାହେଲେ ମୁଁ ସତ କହୁଛି ମୁଁ ଜମା ବଞ୍ଚି ପାରିବିନି ଜମା ବଞ୍ଚି ପାରିବିନି তুমি জমা বেশি হলে শ্রাবণী আমার বেশি মতো যাই না চলো আমি 2 জন মিশে তাকে খুঁজিবা শীঘ্র আসো ମଣିଷ ବଡ଼ ମୁସ୍କିଲରେ ପଡ଼ିଲା ବୋଉର ଦେହ ଖରାପ ହେଲେ ମୁଁ ମନ୍ଦିରକୁ ଆସିଥିଲି ବୋଉ ପାଇଁ ଠାକୁରଙ୍କ ପାଖରେ ଗୁହାରି କରିବା ହେଲେ ଗୁହାରି ସାରି ଘରକୁ ଯିବି କ'ଣ ଦେଖିଲି ନଈ କୂଳରେ ସ୍ତ୍ରୀ ଲୋକଟା ପଡ଼ିଛି କ'ଣ କରିବି କିଛି ବି ବୁଝିପାରୁନି ଫେରିଗଲା ବେଳେ ମୋ ବିବେକ ମତେ ବାଧା ଦେଲା କହିଲା ଯିବାକୁ ତାପରେ ମୁଁ ତା ପାଖକୁ ଗଲି ତା ହାତଟାକୁ ଦେଖିଲି ବଞ୍ଚିଛି ପିଲାଦିନେ ବାପା କହିଥିଲେ ବିପଦରେ ପଡ଼ିଥିବା ଲୋକକୁ ସାହାଯ୍ୟ କଲେ ଭଗବାନ ସହାୟ ହୁଅନ୍ତି କାଳେ ୟାକୁ ସାହାଯ୍ୟ କଲେ ମୋ ବୋଉଟା ଭଲ ହେଇଯିବ ସେଥିପାଇଁ ତାକୁ ଉଠେଇ ନେଇ ଆସିଲି ଏ ଯାଏ ତାର ଚେତା ବି ଆସିଲା କ'ଣ ଯେ କରିବି ମୁଁ କିଛି ବୁଝିପାରିନି ଅସଲ କଥାଟା ମନେ ପଡ଼ିଗଲା ପିଲାଦିନେ ମମତା ଭାଉଜର ଚେତା ଆସିଲାନି ବୋଲି କାଳିଆ ଭାଇ ତା ନାକ ଚିପି ତା କାନ ଫୁଙ୍କିଥିଲା ମୁଁ ଚାହୁଁଛି ସେମିତି କଲେ କାଳେ ତା ଚେତା ଫେରି ଆସିବ ଆରେ
ଝିଅ ପିଲାଟା ତା କାନ ପାଖକୁ ମୋ ପାଟି ନେବି କେମିତି? ପାପ ହବନି। ଆରେ ନାଇଁ ନାଇଁ, ପିଲାଦିନେ ବାପା କହୁଥିଲେ ଯୋଉ ପାପରେ ଅନ୍ୟର ମଙ୍ଗଳ ହୁଏ ତାକୁ ପାପ କୁହାଯାଏ ନା। ସେ ଯାହା ବି ହଉ ମତେ ୟାକୁ ବଞ୍ଚେଇବାକୁ ପଡିବ। ହଁ ହଁ, ୟାକୁ ନିଶ୍ଚୟ ବଞ୍ଚେଇବି। ମତେ ଛାଡ଼ିଦିଅ, ମୁଁ ମରିଯିବାକୁ ଚାହୁଁଛି, ମରିଯିବାକୁ ଚାହୁଁଛି, ମରିଯିବାକୁ ଚାହୁଁଛି। କଣ ହେଇଛି ତମର? କାହିଁକି ତମେ ମରିଯିବାକୁ ଚାହୁଁଛ? ତମେ କଣ ପୁରାଣ ପଢିନ? 7 ଜନ୍ମର ପୁଣ୍ୟ ଫଳରେ ମଣିଷ ଆଉ ତମେ ଜାଣି ଶୁଣି ତମ ଜୀବନକୁ ନଷ୍ଟ କରିଦେବାକୁ ଚାହୁଁଛ? ଜାଣି ଶୁଣି ମୁଁ ଆତ୍ମହତ୍ୟା କରିବାକୁ ଚାହୁଁଛି, ହେଲେ ତମେ ମତେ ବଞ୍ଚେଇଲ କାହିଁକି? କିଏ ତୁମେ? ମୁଁ ହଉଛି ଭଗବାନ ମହାପାତ୍ର। ସମସ୍ତେ ମତେ ଗେଲରେ ଭଗ ବୋଲି ଡାକନ୍ତି। ଏଇ ଯୋଉ ପାଖ ଗାଁଟା, ସେଇ ଗାଁଟା ହଉଛି ଆମର। କିନ୍ତୁ ତମେ ମରିବାକୁ ଚାହୁଁଥିଲ କାହିଁକି? ତମର କଣ ଅଛି? ସେ କଥା ଜାଣିଲେ ତମର ଲାଭ କଣ? ତମେ ଜାଣିଲେ କଣ ମୋ ଦୁଃଖଟା ସରିଯିବ? ନାଇଁ ବାବା, କଥାରେ ଅଛି ନିଜର ଦୁଃଖ ଅନ୍ୟ ଆଗରେ କହିଦେଲେ ମନଟା ସାମାନ୍ୟ ହାଲକା ହେଇଯାଏ। ହଁ, ଯଦି ମୋ ଦ୍ୱାରା ସମ୍ଭବ ତାହେଲେ ମୁଁ ନିଶ୍ଚୟ ପାରିବି। ପାରିବ? ହଁ। ତମେ 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 ମୋ ମଥାରେ ଏମିତି ନିରବ ହେଇଗଲ ଯେ ଏଇନେ ତ ଲମ୍ବା ଲମ୍ବା ଭାଷଣ ମାରୁଥିଲ। ସିନ୍ଦୁର କଥା ଶୁଣିଲା ପରେ ଏମିତି ଚୁପ୍ ହେଇଗଲ କାହିଁକି? ମହାଭାରତର ପୁରାଣ କଥା କହୁଥିଲ। ଆରେ ଜବାବ ଦିଅ, ତମେ ଏମିତି ଚୁପ୍ ହେଇଗଲ କାହିଁକି? ତମେ ପରା କହୁଥିଲ ଆତ୍ମହତ୍ୟା କଲେ ମହାପାପ। ତମେ ମତେ କାହିଁକି ବଞ୍ଚେଇଲ? କାହିଁକି ମତେ ବଞ୍ଚେଇ ପୁଣ୍ୟ ଅର୍ଜନ କରି ମତେ ପାପରେ ଘାଣ୍ଟି ଦେଲ? କଣ ପାଇଁ? ଗୋଟେ ମଙ୍ଗୁଳା ଝିଅ ତାର ଆତ୍ମହତ୍ୟା କରିବା ବ୍ୟତୀତ ଆଉ ତା ପାଖରେ କଣ ହେଇପାରେ? ଯାହା ପାଇଁ ମହାବେଦୀ ଶଙ୍କା ସିନ୍ଦୁର ସବୁ ତୁଚ୍ଛ ହେଇଗଲା। ସେ ଦୁନିଆ ଦାନରେ କଣ ପରିଚୟ ନେଇ ବଞ୍ଚିବ? କଣ ଗୋଟେ କୁଳ ବହୁର ପରିଚୟ ନେଇ, ନା ଗୋଟେ ରୂପ ବ୍ୟବସାୟୀ ବେଶ୍ୟାର ପରିଚୟ ନେଇ? କୁହ, ଜବାବ ଦିଅ, କୋଉ ପରିଚୟ ନେଇ ମୁଁ ବଞ୍ଚିବି? ଗୋଟାଏ କୁଳ ବହୁର ପରିଚୟ। ବାହାର ଥାଇ ମୁଁ ସବୁ ଶୁଣିଛି। ଯାହାକୁ ମରଣ ମୋର ବଞ୍ଚେଇ ନୂଆ ଜୀବନ ଦେଇଛି, ତା ମୁଖେ ଟୋପେ ସିନ୍ଦୁର ଦେଇ ତାକୁ ତ ସାହାରା ଦେଇପାରିବୁନି। ମୁଁ ପାରିବିନି ରେ ମନ, ମୁଁ ପାରିବିନି। ସେ ଯଦି ପାରିବୁନି ତାହେଲେ ତାକୁ ବଞ୍ଚଉଥିଲୁ କାହିଁକି? ବିପଦରେ ପଡ଼ିଥିବା ଲୋକଟାକୁ ସାହାଯ୍ୟ କରିବା ଯଦି ପାପ, ତାହେଲେ ମୁଁ ତମେ ହାତ ଯୋଡ଼ି କ୍ଷମା ମାଗୁଛି। କ୍ଷମା ମାଗିଦେଲେ ସବୁ ସମସ୍ୟା ସମାଧାନ ହେଇଯିବ। ତାଙ୍କ ମୁଖରେ ସିନ୍ଦୁର ଦେବାକୁ ହିଁ ପଡ଼ିବ। ମୁଁ ଏତେ ବଡ଼ ନିଷ୍ପତ୍ତି ନେଇପାରିବି କେମିତି? ମମି को बुझेगी भाई कि तुम्हें যদি তোর সামনে পুরি আত্মহত্যা করতি তাহলে পুরিয়া তোর পাপর আর ভরি যাব যে সেই পাই দায়ী রব তু নাই মমির ইচ্ছা বিরুদ্ধে তু কিছু পাপ কাম করলু ভাই। গোটাଏ ଭଙ୍ଗା ମନ୍ଦିର ତୁ କରିବାକୁ ଯାଉଛୁ। ଏଇ ନେ ଭାଇ ତୋ ଫେରିବା ଟାଇମ୍ ଦେଖି ମୁଁ ତୋ ପଛେ ପଛେ ମନ୍ଦିର ଯାଇଥିଲି। ସିନ୍ଦୁରଟା ପାଇଁ ତାକୁ ମଥା ଦେଇ ତୁ ତାକୁ ମହାପାତ୍ର ବଂଶର କୁଳ ବୋଲି ଛାଡ଼େ। ଯା ଭାଇ ତୋତେ ମରଣ।
তোমা শ্যামলী তবে বলো তোমার করে আমার উপরে ভরসা নেই ମା କିଏ ସେ ମହାପୁରୁଷ ଯିଏ ଆଜି ତତେ ବଞ୍ଚିବାର ସାହାରା ଦେଇଛି ଆଉ ସେଇ ମହାପୁରୁଷକୁ ଦେଖି ମୁଁ ଆଜି ନିଜକୁ ଟିକେ ଧନ୍ୟ ମନେ କରିନେବି ମୋ ବଡ଼ ଭାଇ ଭଗବାନ ମହାପାତ୍ର ଭଗବାନଙ୍କୁ ତ ମୁଁ ଜୀବନରେ କେବେ ଦେଖିନି ହେଲେ ଆଜି ତମକୁ ଦେଖିଲା ପରେ ମୁଁ ଭାବୁଛି ନିଜେ ସ୍ୱୟଂ ଭଗବାନ ଯେମିତି ମୋହରି ଆଗରେ ଶଙ୍ଖ ଚକ୍ର ଗଦା ପଦ୍ମ ଧରି ଠିଆ ହେଇଛନ୍ତି ତମକୁ ଦେଖି ସାରିଲା ପରେ ମୋ ମୁଣ୍ଡଟା ଆପେ ଆପେ ତମରି ପାଦ ତଳକୁ ଧରି ଦେଇଲା ଆଚାର ବ୍ୟବହାର ମଣିଷକୁ ମଣିଷର ଆଜି ଆପଣଙ୍କୁ ଦେଖି ସାରିଲା ପରେ ମୁଁ ଅନୁଭବ କରୁଛି ଆପଣ ହିଁ ପ୍ରକୃତରେ ମଣିଷ ମାନବ ଏଇ ଅଜ୍ଞାନୀ ଆପଣଙ୍କ ଅଜ୍ଞାତରେ ଯଦି କିଛି ଭୁଲ କରିଥାଏ ଏଇ ଅଧମଟାକୁ ଆପଣ କ୍ଷମା କରିଦେବେ ଆପଣଙ୍କର ପୁଅ ଆରେ ମଣିଷ ହାଟରେ ମଣିଷ କିଣିବାକୁ ଯାଇ ତୁ ଆଜି ପ୍ରକୃତ ମଣିଷଟିଏ ପାଇଯାଇଛୁ ରେ ମା ତୁ ଆଜି ମୋ ସ୍ୱପ୍ନକୁ ସତ କରିଦେଇଛୁ এই শ্রাবণী তম সংসার বসি উঠিলে এই দুনিয়ারে যদি তুমি বেশি খুশি সে হচ্ছে তম খুড়ি যাও শ্রাবণী সুখরে ঘর সংসার কর আম আশীর্বাদ সদা সর্বদা তম উপরে আছে